1917 ନା 2017 କି 18ରେ ନାତୁଣୀକି ନେଇକି ଆସିଥିନି ଆସିଲା ପରେ ପଇସା ମୋର ବସ୍ରେ କି ବସ୍ ଷ୍ଟାଣ୍ଡରେ କି କୋଉଠି ହଜିଗଲା। ନାତୁଣୀ ମୋତେ ମାଗିଲା ଯେ ଖାଇବା ପାଇଁ, ମୁଁ ତାକୁ ଖାଇବାକୁ ଦେଇପାରିନଥାଏ, କାନ୍ଦୁଥାଏ। କାନ୍ଦିକିରି ତାକୁ ବସିଥାଏ ଗୋଟେ ଜାଗାରେ, ସେ ମଠରେ ବସିଥାଏ। ସେଠୁ ଜଣେ ଲୋକ ଆସିଲା, କହିଲା ଇଏ ତମର କ'ଣ କରିବ? ମୁଁ କହିଲି ମୋ ନାତୁଣୀ। ସେଇଠୁ ସେ ତାକୁ ଡାକିକି ନେଇଗଲା, ଡାକିକି ନେଇଯାଇକି ତାକୁ ଖାଇବାକୁ ଦେଲା। ମୁଁ ତାକୁ ପଚାରିଲି ସେ ତୋତେ କ'ଣ ଖାଇବାକୁ ଦେଲା? କହିଲା ମୋତେ ଚାଉମିନ ଖାଇବାକୁ ଦେଲା। ମୁଁ କହିଲି ହଉ। ଏଇଆ କରି ବସିକି ଆସିକି ସୁନାବେଶ ଦେଖିଲି। ସେଇ ରାତି ଫେରି ଯାଉଥିଲେ, ଯାଇକି ମୁଁ ଅଧା ବାଟରେ ହେଇଛି, ନାତୁଣୀ ଦେଖିଲା ଗୋଟେ ବାଟରେ ମନି ପଶି ପଡ଼ିଛି। କହିଲା ମାମା ସେଠି ଗୋଟେ ମନି ପଶି ପଡ଼ିଛି। ମାନେ ସେଇଠି ନୋଟିସ୍ ଯାଇ ଦେଖିଦେଲା 43,000 ଟଙ୍କା ପଶିଛି। ସେଠି ଯାଇକି ବସ୍ ଷ୍ଟାଣ୍ଡରେ ରହିଲି, ଠାକୁରଙ୍କୁ ଦୀପ ଜାଳି ନଥାଏ କି ତୁଳସୀ ମାଳ ସେଠୁ ସକାଳୁ ଆସିନି ଦୀପ ଜାଳି ତୁଳସୀ ମାଳ ଦେଇ ଠାକୁରଙ୍କୁ ମୁଣ୍ଡିଆ ମାରିକି ସେଠୁ ଘରକୁ ପଳେଇଲି। ସିଏ ସେତେବେଳକୁ 8-10 ବର୍ଷର ଖଣ୍ଡେ ହେଇଥିଲା। ସୁନ୍ଦର ଅନୁଭୂତିଟିଏ। ପାଖରେ ପଇସା ନାହିଁ, ଦୀପ ଦେବା ପାଇଁ ଇଚ୍ଛା। ସେଦିନ କ'ଣ ଲାଗୁଥିବ ଆପଣଙ୍କୁ? ସେଦିନ ଭାରି କାନ୍ଦୁଥାଏ ତ, ମୁଁ କାହାକୁ କିଛି କହିପାରୁନଥାଏ। କିନ୍ତୁ ନାତୁଣୀ ମୋତେ ଖାଇବାକୁ ମାଗୁଥାଏ, ମୁଁ ତାକୁ ଦେଇପାରୁନଥାଏ। ସେଠୁ ମୁଁ କହିଲି ଯେ ବୁଢ଼ୀ ଆଉ କ'ଣ କରିବି।